Hello everyone, welcome to School Plus CDP series ର କ୍ଲାସ୍ ନମ୍ବର 2 କୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଯୋଉଥିରେ କି ଆମେ ମାନେ ଆଉ ସିଲେକ୍ଟେଡ୍ ଇମ୍ପୋର୍ଟାଣ୍ଟ 15ଟା MCQ ପ୍ରାକ୍ଟିସ କରିବା ଯୋଉଟା କି ଆମର ଆଗାମୀ OTET JET ଯୋଉଟା କି ଏଠି ହେଇକି ଆସିବ ରେଗୁଲାର ହେଇକି ଆସିବ ଆଉ RST ଆଉ ଆମର BED CTET SOTET ସ୍ପେଶାଲ OTET OSTET ସବୁ ଟିଚିଂ ଏକ୍ସାମ ପାଇଁ ଆପଣମାନଙ୍କର ହେଲ୍ପଫୁଲ ହବ। ଓକେ, ଆମେ କ୍ଲାସ୍ ନମ୍ବର 1 ରେ ଆମେ ମାନେ ଆଉ 15ଟି କ୍ୱେଶ୍ଚନ ଡିସ୍କସନ କରିସାରିଛନ୍ତି। ଯଦି ଆପଣମାନେ ଦେଖିନାହାନ୍ତି ଯାଇକି ଦେଖନ୍ତୁ ଏବଂ ମତେ କମେଣ୍ଟ କରି ଜଣାଇବେ କି ଆପଣମାନଙ୍କ ଭିଡ଼ିଓ କେମିତି ଲାଗୁଛି ହେଲା। ତ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ପ୍ରଥମ କ୍ୱେଶ୍ଚନ ଦେଖନ୍ତୁ, ଆପଣମାନେ ଦେଖିପାରୁଥିବେ କି କହିଛି ଦ କନସେପ୍ଟ ଅଫ ଇନକ୍ଲୁସିଭ ଏଜୁକେସନ ଆଜ୍ ଆଡଭୋକେଟ୍ ଇନ୍ ଦ ରାଇଟ୍ ଟୁ ଏଜୁକେସନ ଆକ୍ଟ 2009 ଇଜ୍ ବେସ୍ଡ ଅନ୍ ହେଲା। ଆମର ଇନକ୍ଲୁସିଭ ଶିକ୍ଷା ଅଧିକାର ଅଧିନିୟମ 2009 ଅନୁସାରେ ସମନ୍ୱିତ ଶିକ୍ଷା କାହା ଉପରେ ଆଧାରିତ, ସେ କ୍ୱେଶ୍ଚିନ୍ ଆପଣମାନଙ୍କୁ ପଚାରିଛି ହେଲା। ତ ଅପସନ ଅଛି ଆଚରଣବାଦୀ ନୀତି ଉପରେ ଆଧାରିତ, ନା ଅନୁଭବଶୀଳ ମନୋଭାବ ଉପରେ ଆଧାରିତ, ନା ଆମ ଏକ ଅଧିକାର ଆଧାରିତ ମାନବିକ ଦୃଷ୍ଟିକୋଣ ଉପରେ ଆଧାରିତ, ମୁଖ୍ୟତଃ ବୃତ୍ତିଗତ ଶିକ୍ଷା ପ୍ରଦାନ କରି ଅନୁଭବ ବ୍ୟକ୍ତି ବିଶେଷଙ୍କ ମୁଖ୍ୟ ସ୍ରୋତରେ ସାମିଲ କରିବା, କାହା ଉପରେ ଆଧାରିତ। ଦେଖନ୍ତୁ ଆମର ବିହେଭିୟରିଷ୍ଟିକ ପ୍ରିନ୍ସିପଲ ଉପରେ ଆଧାରିତ ନୁହଁ ହେଲା, ଅନୁଭବ ମନୋଭାବ ଉପରେ ମଧ୍ୟ ନୁହଁ, ଏକ ଅଧିକାର ଆଧାରିତ ମାନବିକ ଦୃଷ୍ଟିକୋଣ ନୁହଁ। କଣ ହବ? ମେନଷ୍ଟ୍ରିମିଂ ଅଫ୍ ଦ ଡିଜେବଲ୍ଡ ବାଇ ଅଫରିଂ ଦେମ୍ ପ୍ରାଇମେରିଲି ଭୋକେସନାଲ ଏଜୁକେସନ, ଯୋଉଟା କି ଆମର ମୁଖ୍ୟତଃ ବୃତ୍ତିଗତ ଶିକ୍ଷା ପ୍ରଦାନ କରି ବ୍ୟକ୍ତି ବିଶେଷଙ୍କ ମୁଖ୍ୟ ସ୍ରୋତରେ ସାମିଲ କରିବା, ଏଇଟା ହଉଛି ଆମର ଇନକ୍ଲୁସିଭ ଏଜୁକେସନ ମେନ୍ ଏମ୍ ହେଲା। ଆଉ ଉପରେ ସେ ଆଧାରିତ ହେଇକି ଅଛି, ମାନେ କାହିଁକି ନା ଆମେ ପିଲାମାନଙ୍କୁ ସବୁ ବୃତ୍ତିଗତ ଶିକ୍ଷା ପ୍ରଦାନ କରିବା ଏବଂ ସେମାନେ କେମିତି ସେମାନଙ୍କର ପାଠ ପଢା ସରିଲା ପରେ ସେମାନେ କେମିତି ସମାଜରେ ଗୋଟେ ଭଲ ମଣିଷ, ଭଲ ମାନେ କଣ ନା ଆମର ଗୋଟେ ମାନେ ପଇସା ରୋଜଗାର କରିପାରିବେ, ତା ଉପରେ ଆମେ ମାନେ ଆମର ରାଇଟ୍ ଟୁ ଏଜୁକେସନ ଆକ୍ଟ 2009 ତା ଉପରେ ଆଧାରିତ ହେଇକି ଅଛି ହେଲା। ଅପସନ ଡି ଇଜ ରାଇଟ୍ ଆନ୍ସର ହେଲା। ପରବର୍ତ୍ତୀ କ୍ୱେଶ୍ଚନ କହିଛି ଇନ୍ ଦ କନଷ୍ଟ୍ରକ୍ଟିଭିଷ୍ଟ ଫ୍ରେମୱାର୍କ ଲର୍ଣ୍ଣିଂ ଇଜ ପ୍ରାଇମେରିଲି ହେଲା। ଆମର କନଷ୍ଟ୍ରକ୍ଟିଭିଷ୍ଟ ଫ୍ରେମୱାର୍କ ଟା ଆମର କାହା ଉପରେ ଫୋକସ କରିକି ଅଛି ବା କାହା ଉପରେ ଆଧାରିତ ହେଇକି ଅଛି? ଅପସନ ରୁଟ୍ ମେମୋରାଇଜେସନ ଉପରେ ଆଧାରିତ, ନା ରିଏନଫୋର୍ସମେଣ୍ଟ ଉପରେ କେନ୍ଦ୍ରିତ, ନା କଣ୍ଡିସନିଂ ଉପରେ ଆକ୍ୱାର୍ଡ ଥ୍ରୋ କଣ୍ଡିସନିଂ, ନା ଆମର ଅର୍ଥ ନିର୍ମାଣ ପ୍ରକ୍ରିୟା ଉପରେ କେନ୍ଦ୍ରିତ? ସଠିକ ଆନ୍ସର ମତେ କୁହନ୍ତୁ। ଯୋଉଟା ପଜିଟିଭ ଥିବ ଆପଣମାନେ ସେଇଟା ହିଁ ଆନ୍ସର କରିବେ, କାହିଁକି ନା ଦେଖନ୍ତୁ ରୁଟ୍ ମାନେ ଘୋଷା ହବ ନାହିଁ, ଘୋଷା ପଦ୍ଧତି ହବ ନାହିଁ, ଆମର ରିଏନଫୋର୍ସମେଣ୍ଟ ଯୋଉଟା କି ହବ ନାହିଁ, କଣ୍ଡିସନିଂ ମଧ୍ୟ ହବ ନାହିଁ। କଣ ହବ ନା ଆମର ଫୋକସ୍ଡ ଅନ୍ ଦ ପ୍ରୋସେସ ଅଫ ମିନିଂ ମେକିଂ ହେଲା। ଆମର ଜ୍ଞାନ ସଂଗଠନ ଆମେ କେମିତି କରିବା? ଯଦି ଆମେ ମାନେ ଅର୍ଥ ନିର୍ମାଣ କରିବା ପ୍ରକ୍ରିୟା ଉପରେ କେନ୍ଦ୍ରିତ ହବା, ତେବେ ଯାଇକି ଆମର ଜ୍ଞାନ ସଂଗଠନ ହେଇପାରିବ ହେଲା। ଅପସନ ଡି ୱିଲ୍ ବି ରାଇଟ୍ ଆନ୍ସର। ପରବର୍ତ୍ତୀ କ୍ୱେଶ୍ଚନ କହିଛି ନାଇଭ୍ ଥିଓରି ଦ୍ୟାଟ୍ ଚିଲଡ୍ରେନ୍ କନଷ୍ଟ୍ରକ୍ଟ ଏବାଉଟ୍ ଭେରିୟସ୍ ଫେନୋମେନନ, ଶିଶୁମାନେ ବିଭିନ୍ନ ଘଟଣା ବିଷୟରେ ଗଠନ କରୁଥିବା ନାଇଭ୍ ଥିଓରି ଅଟେ କୋଉଟା? ମାନେ ଯୋଉ ଘଟଣା ସବୁ ଘଟେ ପିଲାମାନଙ୍କର ମୁଣ୍ଡରେ ଗୋଟେ କଣ ହୁଏ ନା ଗୋଟେ ଥିଓରି ବା ଗୋଟେ ନଲେଜ ସେଠୁ ସେ ପାଆନ୍ତି, ଗୋଟେ ମନେ ରହିଯାଏ ଗୋଟେ ନା ଏଇଟା ଏଇଥିପାଇଁ ଏଇଟା ହେଇଥିଲା, ଏଇ ଘଟଣାଟା ହେଇଥିଲା ସେଇଟା। ତ ଅପସନ ଅଛି ଏଇଟା ଶିକ୍ଷକଙ୍କ ଦ୍ୱାରା ଅବହେଳିତ ହେବା ଉଚିତ, ନା ଶିକ୍ଷକଙ୍କ ଦ୍ୱାରା ଶାସ୍ତି ପାଇବା ଉଚିତ, ନା ପୁନରାବୃତ୍ତି ମେମୋରାଇଜେସନ ଦ୍ୱାରା ସଠିକ ସହ ବଦଳାଇ ହେବା ଉଚିତ, ନା ବିପରୀତ ପ୍ରମାଣ ଏବଂ ଉଦାହରଣ ଉପସ୍ଥାପନ କରି ଚ୍ୟାଲେଞ୍ଜ କରିବା ଉଚିତ। ଦେଖନ୍ତୁ ଆମର ଇଗ୍ନୋର ହବ ନାହିଁ, ପନିଶ ହବନି, ନେଗେଟିଭ ଅଛି, ରିପ୍ଲେସ ହବ ନାହିଁ। କଣ ହବ ନା ଆମର ସୁଡ୍ ବି ଚ୍ୟାଲେଞ୍ଜଡ ବାଇ ପ୍ରେଜେଣ୍ଟିଂ କାଉଣ୍ଟର ଏଭିଡେନ୍ସ ଆଣ୍ଡ ଏକ୍ସାମ୍ପଲ। ଆମେ ମାନେ ଯାହା ବି ତାର ନାଇଭ୍ ଥିଓରି ଥିବ, ଯାହା ବି ସେ ଜାଣିଥିବ ତାକୁ ଆମେ ମାନେ ଠିକ ଜଣେଇବା, ମାନେ ଏକ୍ସାମ୍ପଲ ଦେବା ଏବଂ ଏକ୍ସାମ୍ପଲ ଉପସ୍ଥାପନ କରିକି ଆମେ ମାନେ ତାକୁ ଚ୍ୟାଲେଞ୍ଜ କରିବା। ସେ ଠିକ ଯଦି ଠିକ ଜାଣିଥିଲେ ତ ଭଲ କଥା, ଯଦି ସେ ଭୁଲ ଜାଣିଛି ତେବେ ସେଟାକୁ ଆମେ କେମିତି ଠିକ କରିବା, ନା ତୋଟା ଭୁଲ ଜାଣିଛୁ, ଏକ୍ସାମ୍ପଲ ଏଇ ଏକ୍ସାମ୍ପଲ ଦେଖେ, ଏଇଟା ଏଇ ଏକ୍ସାମ୍ପଲ ଅଛି, ଏକ୍ସାମ୍ପଲ ମାଧ୍ୟମରେ ତାକୁ ମାନେ ଠିକ ଯାହା ବି ନଲେଜ ଥିବ ତାକୁ ଆମେ ଜଣେଇବା ହେଲା। ଯୋଉଟା କି should be challenged by presenting counter evidence and example ହେଲା। ଅପସନ ଡି will be right answer। ଓକେ, ପରବର୍ତ୍ତୀ କ୍ୱେଶ୍ଚନ କହିଛି ଚାଇଲ୍ଡ ସେଣ୍ଟର୍ଡ ପେଡାଗୋଜି ପ୍ରମୋଟ୍ସ ହେଲା, ଶିଶୁ କୈନ୍ଦ୍ରିକ ପ୍ରଣାଳୀ କାହା ଉପରେ ଆଧାରିତ ହେଲା। ତ ଅପସନ ଅଛି ପାଠ୍ୟପୁସ୍ତକ ଉପରେ ଆଧାରିତ, ନାହିଁ। ଶିଶୁ କୈନ୍ଦ୍ରିକ ଶିକ୍ଷା ଯୋଉଟା କି ଆମର ପାଠ୍ୟପୁସ୍ତକ ଉପରେ ଆଧାରିତ ନୁହେଁ ହେଲା। ତାପରେ କହିଛି ଶିଶୁମାନଙ୍କର ଅନୁଭବକୁ ପ୍ରାଥମିକତା ଦିଏ, ହଁ ଦିଏ। ଆଉ ରୁଟ୍ ମେମୋରାଇଜେସନ ଯୋଉଟା କି ଆମର ଘୋଷା ପଦ୍ଧତି, ଏଟା ଆମର ହବ ନାହିଁ। ଆମର ଶିଶୁମାନଙ୍କୁ ସାମର୍ଥ୍ୟ ଆଧାରରେ ଲେବୁଲ କରିବା, ଲେବୁଲ କରିବାଟା ହଉଛି ନେଗେଟିଭ ହେଲା। ତାହେଲେ ସଠିକ ଆନ୍ସର କଣ ହବ? ଆମର ଗିଭିଂ ପ୍ରାଇମେସି ଟୁ ଚିଲଡ୍ରେନ୍ସ ଏକ୍ସପିରିଏନ୍ସ ହେଲା।
ଶିଶୁ ମାନଙ୍କର ଯାହା ବି କିଛି ଏକ୍ସପିରିଏନ୍ସ ଅଛି ସେ ଏକ୍ସପିରିଏନ୍ସ କୁ ଆମର ଆଧାର କରିକି ଆମେ ମାନେ ପିଲାମାନଙ୍କୁ ପଢେଇଥାନ୍ତି। ସେହି ପ୍ରଣାଳୀକୁ ଆମେ କହିଥାନ୍ତି ଶିଶୁ କୈନ୍ଦ୍ରିକ ଶିକ୍ଷା ପ୍ରଣାଳୀ ହେଲା। ଅପସନ ଯୋଉଟା କି ଆମର ବି ହେଇଯିବ ସଠିକ ଆନ୍ସର। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ଇମୋସନ୍ସ ଆଣ୍ଡ କଗ୍ନିସନ ଆର୍ ଡ୍ୟାଶ ଇଚ୍ ଅଦର ହେଲା। ଭାବନା ଏବଂ ବୋଧ ଡ୍ୟାଶ ପରସ୍ପର, ମାନେ ଅପସନ ଅଛି ସମ୍ପୂର୍ଣ୍ଣ ଭାବେ ଅଲଗା, ସ୍ୱାଧୀନ, ତାପରେ ପରସ୍ପର ସହିତ ଜଡିତ ନା ସମ୍ପର୍କିତ। ଦେଖନ୍ତୁ ଆମର ଭାବନା ଇମୋସନ ଆଣ୍ଡ କଗ୍ନିସନ ଯୋଉଟା କି ଆମର ପରସ୍ପର ସହିତ ଜଡିତ ହେଲା, ଇଣ୍ଟର ଓଭେନ ୱିଥ ହେଲା। ତ ଅପସନ ସି ହେଇଯିବ ସଠିକ ଆନ୍ସର। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। କହିଛି which of the following statements about learning is correct from a constructivist perspective ହେଲା। କହିଛି କନଷ୍ଟ୍ରକ୍ଟିଭିଷ୍ଟ ଦୃଷ୍ଟିକୋଣରୁ ଶିକ୍ଷା ବିଷୟରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ବିବୃତ୍ତି ଠିକ ଅଛି। ତ ଅପସନ ଅଛି ଲର୍ଣ୍ଣିଂ ଇଜ ପ୍ରୋସେସ ଅଫ ରିପ୍ରଡକ୍ସନ ଆଣ୍ଡ ରିକଲ ହବ ନାହିଁ, ଏଟା ମନେ ଘୋଷା ପଦ୍ଧତି ପଢଉଛି। ମେମୋରାଇଜେସନ ଏଟା ମଧ୍ୟ ରୁଟ ମେମୋରାଇଜେସନ ହବ ନାହିଁ, ଏଟା ଘୋଷା ପଦ୍ଧତି। ତାପରେ କହିଛି ଲର୍ଣ୍ଣିଂ ଇଜ କଣ୍ଡିସନିଂ ଅଫ ବିହେଭିୟର ବାय ରିପିଟେଟିଭ ଆସୋସିଏସନ, ଏଟା ହବନି। ପୁନରାବୃତ୍ତି ମଧ୍ୟ ହବନି, ଏଟା ଘୋଷା ପଦ୍ଧତିରେ ପଢଉଛି। ତିନିଟାଙ୍କ ଆମର କଣ ହଉଛି ନା ଘୋଷା ପଦ୍ଧତିରେ ପଢଉଛି। କିନ୍ତୁ ଦେଖନ୍ତୁ ଶିକ୍ଷା ହଉଛି ଏକ ସକ୍ରିୟ ଅନ୍ତର୍ଭୁକ୍ତି ଦ୍ଵାରା ଜ୍ଞାନ ନିର୍ମାଣ ପ୍ରକ୍ରିୟା, ମାନେ ଆମେ ଯଦି ଶିକ୍ଷା ଯୋଉ ଆମେ ପଢା ହଉଛି ସେଥିରେ ଯଦି ଆମେ ମାନେ ପୁରାପୁରି ଆକ୍ଟିଭ ପାର୍ଟିସିପେସନ କରିବା ତେବେ ଯାଇକି ଆମର ଜ୍ଞାନ ସଂଗଠନ ହେଇପାରିବ ହେଲା, ଯୋଉଟା କି ଆମର ଅପସନ ଡି ହେଇଯିବ ସଠିକ ଆନ୍ସର। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ପ୍ରେଜେଣ୍ଟିଂ ଷ୍ଟୁଡେଣ୍ଟସ ୱିଥ କ୍ଲିୟର ଏକ୍ସାମ୍ପଲ ଆଣ୍ଡ ନନ୍ ଏକ୍ସାମ୍ପଲ, ଆମେ ଯଦି ପିଲାମାନଙ୍କୁ ସବୁ ଏକ୍ସାମ୍ପଲ ଦବା ଏବଂ ତା ସହିତ ନନ୍ ଏକ୍ସାମ୍ପଲ ଦବା, ମାନେ ଶିଷ୍ୟମାନଙ୍କୁ ସ୍ପଷ୍ଟ ଉଦାହରଣ ଏବଂ ଅନୁପଯୁକ୍ତ ଉଦାହରଣ ଉପସ୍ଥାପନ କରିବା, ତେବେ ଆମର କଣ ହବ। ତ ଅପସନ ଅଛି ଇଜ an effective way to encourage conceptual change, ନା leads to confusion in the mind of students, ନା cause gap in their understanding of concept, ଆମର focus on procedural knowledge rather than conceptual understanding। ଦେଖନ୍ତୁ ଆମେ ମାନେ ଯଦି କଣ କରିବା କନଫ୍ୟୁଜନ ତ ହବନି ନା, ଆମେ ମାନେ ଯଦି ଦବା ଏକ୍ସାମ୍ପଲ ଆଣ୍ଡ ନନ୍ ଏକ୍ସାମ୍ପଲ ପିଲାମାନଙ୍କର କନଫ୍ୟୁଜନ ହବନି, ସେମାନେ ଜାଣିପାରିବେ କି ଆମର ଡିଫରେନ୍ସ ଟା କଣ ହେଲା, ଏଟା ହବନି। ଶିଷ୍ୟମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହବ ନାହିଁ, ଧାରଣା ସେମାନଙ୍କ ବୋଧରେ ଅନ୍ତରାଳ ସୃଷ୍ଟି କରେ ନାହିଁ, ଗ୍ୟାପ ହବନି, ଗ୍ୟାପ ହବନି। ଭଲ ନା ଆମେ ଏକ୍ସାମ୍ପଲ ଦବା ଏବଂ ତା ସହିତ ନନ୍ ଏକ୍ସାମ୍ପଲ ଦବା, ସେ ଜାଣିବେ ନା ଡିଫରେନ୍ସ ଟା କଣ ଅଛି। ଫୋକସେସ ଅନ୍ ପ୍ରୋସିଜୁରାଲ ନଲେଜ ରାଦର ଦାନ କନସେପ୍ଚୁଆଲ ଅଣ୍ଡରଷ୍ଟାଣ୍ଡିଂ, ଧାରଣାତ୍ମକ ବୋଧ ଅପେକ୍ଷା ପ୍ରକ୍ରିୟାଗତ ଜ୍ଞାନ ଉପରେ ଧାରଣା ଦିଏ ନା। କଣ ହବ ନା ସଠିକ ଆନ୍ସର ହେଇଯିବ ଅପସନ ଏ, ଯୋଉଟା କି ଧାରଣାତ୍ମକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାର ଏକ ସଫଳ ଉପାୟ ହେଲା, ଯୋଉଟା କି ଇଜ ଆନ୍ ଇଫେକ୍ଟିଭ ୱେ ଟୁ ଏନକରେଜ କନସେପ୍ଚୁଆଲ ଚେଞ୍ଜ ହେଲା। ଏଟା ଆମର ଅପସନ ଏ ୱିଲ୍ ବି ରାଇଟ ଆନ୍ସର ହେଲା। ସେମାନେ କଣ ହବ ନା ଏଟା ଗୋଟେ ଇଫେକ୍ଟିଭ ୱେ କଣ ନା କନସେପ୍ଚୁଆଲ ଯାହା ବି କିଛି ଚେଞ୍ଜ କରିବା ପାଇଁ ସେମାନେ ଏନକରେଜ કરે ହେଲା। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ରିପିଟେଡଲି ଆସ୍କିଂ ଷ୍ଟୁଡେଣ୍ଟସ ଟୁ ଏନଗେଜ ଇନ୍ ଲର୍ଣ୍ଣିଂ ଆକ୍ଟିଭିଟିଜ ଆଇଦର ଟୁ ଆଭଏଡ ପନିଶମେଣ୍ଟ ଅର ଟୁ ଗେନ୍ ଏ ରିୱାର୍ଡସ ହେଲା। ଶିକ୍ଷା କାର୍ଯ୍ୟକଳାପରେ ଶିଶୁମାନଙ୍କୁ ଶାସ୍ତି ଏଡାଇବା ପାଇଁ ଯୋଉ କିମ୍ବା ପୁରସ୍କାର ପାଇବା ପାଇଁ ବାରମ୍ବାର ପ୍ରୋତ୍ସାହିତ କରିବା କୋଉଟା କଣ ଅଟେ। ଯଦି ଏମିତି କରିବା ତେବେ ପିଲାମାନଙ୍କର କଣ ହବ, ଡିକ୍ରିଜେସ୍ ଏକ୍ସଟ୍ରିନସିକ ମୋଟିଭେସନ, ବାହ୍ୟ ପ୍ରେରଣା କମ ହେବ, ତାପରେ କହିଛି ଇନକ୍ରିଜେସ୍ ଇଣ୍ଟ୍ରିନସିକ ମୋଟିଭେସନ, ଇନକ୍ରିଜ ତ ହବନି, ଭୁଲ ଅଛି। would encourage children to focus on mastery rather than performance goal, ନାଇଁ କିଛି ଏନକରେଜ ହବ ନାହିଁ। ଆମେ ଯଦି ପିଲାମାନଙ୍କୁ ଖାଲି କହିବା ଆମେ ମାଡ ମାରିମି ତମେ ପାଠ ପଢ, ସେମିତି ହବନି, କି ପୁରସ୍କାର ଦେମି ପାଠ ପଢ, ସେମିତି ହବନି। କଣ ହବ ନା ଆମର ହଉଛି decreases children's natural interest and curiosity involved in the learning, ମାନେ ଶିକ୍ଷାରେ ଶିଶୁ ମାନଙ୍କର ସ୍ୱାଭାବିକ ଆଗ୍ରହ ଏବଂ କୌତୁହଳ କମ କରିଦବ ହେଲା। ପିଲାମାନଙ୍କ ନ୍ୟାଚୁରାଲ ଯୋଉ ଇଣ୍ଟରେଷ୍ଟ ଥାଏ ସେଟା ଆମର କଣ ହବ ନା କମିଯିବ। ଅପସନ ଡି ୱିଲ୍ ବି ରାଇଟ ଆନ୍ସର ହେଲା। ପରବର୍ତ୍ତୀ କ୍ୱେଶ୍ଚନ କହିଛି which of the following practices promotes meaningful learning, ଚାରିଟା ଅପସନ ମଧ୍ୟରୁ କୋଉଟା ଯୋଉଟା କି ଆମର ଗୋଟେ ମିନିଂଫୁଲ ଲର୍ଣ୍ଣିଂ କୁ ସେ ମାନେ କଣ କହୁଛି ନା ଆମର ସେ ପ୍ରମୋଟ କରୁଛି। ଅପସନ ସି ନିମ୍ନଲିଖିତ ମଧ୍ୟରୁ କେଉଁ ପ୍ରଥା ସାର୍ଥକ ଶିକ୍ଷଣକୁ ପ୍ରୋତ୍ସାହିତ କରେ ହେଲା। ଶାରୀରିକ ଦଣ୍ଡ ହବ ନାହିଁ, ସହଯୋଗୀ ଶିକ୍ଷଣ ପରିବେଶ ଠିକ ଅଛି, ନିରନ୍ତର ଏବଂ ସର୍ବାତ୍ମକ ମୂଲ୍ୟାୟନ ଠିକ ଅଛି, କନଷ୍ଟାଣ୍ଟ ସ୍ଥିର ତୁଳନାତ୍ମକ ମୂଲ୍ୟାୟନ ହବ ନାହିଁ। କଣ ହବ ନା ଆମର ଦିଟାଙ୍କ ସହଯୋଗୀ ବା ଆମର କୋଅପରେଟିଭ ଲର୍ଣ୍ଣିଂ ଏନଭାରନମେଣ୍ଟ ହେଲା, ପିଲାମାନେ ମିଶିକି ପଢିବେ, ତା ସହିତ କଣ୍ଟିନ୍ୟୁଅସ ଆଣ୍ଡ କମ୍ପ୍ରିହେନ୍ସିଭ ଇଭାଲୁଏସନ ଦିଟାଙ୍କ ଠିକ ଅଛି। ଆଇ ଆଣ୍ଡ ଡବଲ ଆଇ, ଯୋଉଟା କି ଆମର ଡବଲ ଆଇ ଆଣ୍ଡ ଟ୍ରିପଲ ଆଇ,
जोटा हमरा ऑप्शन 2 रे अछि तो ऑप्शन 2 विल बी राइट आंसर ओके। तो परवर्ती क्वेश्चन कहछि हाउ कैन टीचर्स फैसिलिटेट अंडरस्टैंडिंग ऑफ कॉम्प्लेक्स कांसेप्ट इन चिल्ड्रन हला शिक्षक किभଳି शिशु मानक मध्य जटिल धारणार संबोध सुगम करि परिबे केमिति गोटे पिल्ला को हम माने कॉम्प्लेक्स जो हमर कांसेप्ट सब अछि कष्ट कांसेप्ट अछि ताको हम माने केमिति प्रेजेंट करिवा बाय डेलिवरिंग लेक्चर एक व्याख्यान दे ना खाली हम पढि देबा बुझे सेमिति हबनी कोन हबो न ऑर्गेनाइजिंग कॉम्पिटिटिव इवेंट तार अछि रिपीटेटिव मैकेनिकल ड्रिल ड्रिल एटा माने हबनी ड्रिल ता हमर नेगेटिव हला घोषा पद्धति पळेबो तापर कहै अनुसंधान एवं आलोचना पई सुजोग प्रदान करिवा हाँ बाय प्रोवाइडिंग अपॉर्चुनिटी फॉर एक्सप्लोरेशन एंड डिस्कशन हला एटा हम ठीक हबो हम माने पिला मानकु पूरा अपॉर्चुनिटी दबा से माने एक्सप्लोर करिवे संधान करिवे एवं ता सहित से आलोचना करिवे तबे जाके पिला माने सब कॉम्प्लेक्स कांसेप्ट जहां भी किछ अछि से माने समस्त भल भाबर बुझी पारिवे हला। तो परवर्ती क्वेश्चन अछि ए प्राइमरी स्कूल टीचर कैन एनकरेज चिल्ड्रन टू बिकम इफेक्टिव प्रॉब्लम सॉल्वर बाय हला कहिछि एक प्राथमिक विद्यालयर शिक्षक शिशु मानक किभଳି समस्या समाधानकारी भाबरे हेबाकू प्रोत्साहित करि परिवे माने एमिति कोन करिबा जदर कि पिला माने गोटे कोन माने समस्या समाधानकारी हेबाकू से माने प्रोत्साहित माने इंटरेस्ट देखे हला तो ऑफरिंग मटेरियलिस्टिक रिवार्ड्स फॉर एवरी स्मॉल टास्क हम रिवार्ड्स दबानी हला तर केवल प्रक्रियागत ज्ञान ऊपर जोर दबा नाही ओनली हबनी हला नेगेटिव और डिसमिसिंग एंड पेनलाइजिंग इनकरेक्ट आंसर उत्तर भूल उत्तर को अवमानना करी दंड देबा ना हबो नै कोन हबो ना हमर शिशु मानको सहजता अनुमान करिबा को प्रोत्साहित करिबा एवं सेही ऊपर से माने ब्रेनस्टॉर्मिंग करिबा माने आमे माने केमिति पिला माने अनुमान करिवे हला encouraging children to make intuitive guesses and then brainstorming on the same माने से माने केमिति अधिक रु अधिक से माने कोन अनुमान करिवे तेबे जाके से माने गोटे समस्या समाधानकारी हे परिवे हला तो ऑप्शन डी विल बी राइट आंसर हला। तो परवर्ती क्वेश्चन कहिछि इन व्हिच ऑफ द फॉलोइंग पीरियड्स डज फिजिकल ग्रोथ एंड डेवलपमेंट अकर्स एट रैपिड पेस माने को स्टेज रे हमर कोन होय निम्नलिखित समय रु केउ समय रे शारीरिक वृद्धि एवं विकास द्रुततर गति रे होइता कोन मते को स्टेज रे हमर कोन हुए हमर विकास एवं ता सहित शारीरिक वृद्धि अधिक बेगरे माने बढ़ी चले तो ऑप्शन अछि इन्फेंसी एंड अर्ली चाइल्डहुड तापर अछि अर्ली चाइल्डहुड एंड मिडिल चाइल्डहुड ना मिडिल चाइल्डहुड एंड एडोलसेंस ना एडोलसेंस एंड एडल्टहुड तो सठिक आंसर हिजबा हमर कोन ना हमर इन्फेंसी एंड अर्ली चाइल्डहुड जो स्टेज रे कि हमर शारीरिक वृद्धि एवं विकास बहुत द्रुत गति रे होइथाय हला। तो परवर्ती क्वेश्चन कहिछि व्हिच ऑफ द फॉलोइंग इज नॉट ए प्रिंसिपल ऑफ डेवलपमेंट हला मोर चारटा ऑप्शन मध्यरु कोउटा जोटा कि हमरा डेवलपमेंट रे गोटे प्रिंसिपल हेइ परिबो नाही हला हला तो ऑप्शन अछि विकास जीवन व्यापी अटे तापर कहिछि डेवलपमेंट इज मॉडिफाइबल तापर अछि डेवलपमेंट इज इन्फ्लुएंस्ड बाय बोथ हेरिडिटी एंड डेवलप एनवायरनमेंट तापर अछि डेवलपमेंट इज यूनिवर्सल एंड कल्चरल कंटेंट डू नॉट इन्फ्लुएंस देखंतु हमरा डेवलपमेंट पर लाइफ लॉन्ग चलता ठीक अछि और डेवलपमेंट कोन होबो ना हमरा होछि मॉडिफाइबल माने हमर सबल बेन चेंज हबो ठीक अछि तापर डेवलपमेंट जोटा कि हमर हेरिडिटी ताको हमर इन्फ्लुएंस करे एवं तापर एनवायरनमेंट मध्य देखंतु हमर डेवलपमेंट जोटा कि यूनिवर्सल एंड कल्चरल कंटेंट किंतु हमर इन्फ्लुएंस करे से लेखा जे नॉट सेते हमरा भूल हेजो हला जेतरे नॉट पचरतला हेते हमरा ऑप्शन डेटा हिजबो सठिक आंसर ओके। तो परवर्ती क्वेश्चन कहिछि द प्राइमरी कॉज ऑफ इंडिविजुअल वेरिएशन इज हमर व्यक्तिगत भिन्नता प्राथमिक कारण कोन हमर माने लोकंक मध्य रे व्यक्तिगत भिन्नता काहे देखा जाय तो ऑप्शन अछि जन्म पिता माता ठारो प्राप्त जेनेटिक कोड पई ना जन्मगत विशेषता पई ना परिवेशगत प्रभाव पई ना वंशानुक्रम एवं परिवेश मध्य जटिल अंतर क्रिया पई देखंतु हमर कोन होइछबो दुईटांग होइछो जोटा कि हमर कोन ना द कॉम्प्लेक्स इंटरप्ले बिटवीन द हेरिडिटी एंड डेवलपमेंट सॉरी हेरिडिटी एंड एनवायरनमेंट हला जेटा हमर ऑप्शन डी वंशानुक्रम एवं ता सहित परिवेश मध्य जटिल अंतर क्रिया पई हमर व्यक्तिगत भिन्नता देखा दैथै हला। परवर्ती क्वेश्चन कहिछि कि व्हिच ऑफ द फॉलोइंग आर एग्जांपल ऑफ सेकेंडरी सोशलाइजिंग एजेंट हला हमर
ନିମ୍ନଲିଖିତ ମଧ୍ୟରୁ କେଉଁଟି ସେକେଣ୍ଡାରୀ ସାମାଜିକ ସଂସ୍ଥାର ଉଦାହରଣ ଅଟେ? ତ ଅପସନ ଅଛି ପରିବାର, ପଡୋଶୀ, ପରିବାର, ମିଡିଆ, ବିଦ୍ୟାଳୟ, ମିଡିଆ ନା ମିଡିଆ ଓ ଏବଂ ପଡୋଶୀ। ହେଲା, କଣ ହବ ସଠିକ ଆନ୍ସର ମତେ କୁହନ୍ତୁ। ମାନେ ପ୍ରାଇମେରୀ ଆମର କିଏ ଯିବ? ପ୍ରାଇମେରୀ ଯିବ କଣ? ଆମର ପରିବାର ଯିବ। ହେଲା, ଆଉ କଣ ଯିବ? ପରିବାର ଯିବ। ହେଲା, ପ୍ରାଇମେରୀରେ। ଆଉ ସେକେଣ୍ଡାରୀ ଆମର କୋଉଟା ଯିବ? ନା ହଉଛି ଆମର ଆଉ ସବୁ, ଯୋଉଟା କି ବିଦ୍ୟାଳୟ ହେଲା, ମିଡିଆ ହେଇଗଲା, ଏରା ସବୁ ଆମର ସେକେଣ୍ଡାରୀ ଏଜେଣ୍ଟ। ହେଲା, ତ ଆମର ଅପସନ ସି ହେଇଯିବ ସଠିକ ଆନ୍ସର। ଓକେ, ତ ମୋର ଆଶା ଆପଣମାନେ ସବୁ କ୍ୱେଶ୍ଚନକୁ ଠିକ ଭାବରେ ବୁଝିପାରିଥିବେ। ହେଲା, ଆଉ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲକୁ ନୂଆ ଥିଲେ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନ ଉପରେ କ୍ଲିକ୍ କରିବେ, ଯଦ୍ୱାରା କି ମୁଁ ଯାହା ବି କିଛି ନୂଆ ଭିଡ଼ିଓ ଅପଲୋଡ କରିବି ଆପଣମାନେ ତାର ଫାଷ୍ଟ ନୋଟିଫିକେସନ ପାଇପାରିବେ। ଏବଂ ତା ସହିତ ଆପଣମାନଙ୍କର ଆଉ କଣ ନିଡ୍ ଅଛି, କୋଉ ଟପିକ ଉପରେ ଭିଡ଼ିଓ କଲେ ମତେ ଆପଣମାନେ କମେଣ୍ଟରେ ଜଣାଇବେ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।